ହରେ କୃଷ୍ଣ। ଆମେ ଶୁଣୁଥିଲୁ ନଦିଆ ନଗରରେ ମହାପ୍ରଭୁଙ୍କର ଚୈତନ୍ୟ ମହାପ୍ରଭୁଙ୍କର ନିର୍ଦ୍ଦେଶରେ ତାଙ୍କର ପାର୍ଷଦ ମାନେ ଭକ୍ତମାନେ ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରି ଭ୍ରମଣ କରୁଥିବା ଅବସ୍ଥାରେ ପ୍ରତ୍ୟେକ ଦିନ ଭ୍ରମଣ କରନ୍ତି। ଯେତେବେଳେ କିଛି ଅଣହିନ୍ଦୁ ମାନେ ମୁସଲମାନ ରାଜା କାଜୀଙ୍କ ପାଖରେ ଇଏ ସମାଚାର ଦେଲେ କି ଏମିତି ଏମିତି ये हिंदू ये हरे कृष्ण महामंत्र कीर्तन करी भगवान नाम कीर्तन करी समाज को अपवित्र कर दौरान अष्टभ्रष्ट कर दौरान समस्त सुख निद्रा को एमाने सुख निद्रा को एमाने विघ्न सुख निद्रा एमाने विघ्न ढालुचंती एभलिया विभिन्न प्रकार कंप्लेन कौन करती ना काजी पाखरे काजी दूत मान को पठे सैन्य मान को पठे कौन कर कीर्तन कर भक्त मान पिटापिटी कर मराधरा कर मृदंग छड़े नहीं करताल छड़े नहीं मृदंग को भांगी देती करताल को फिंगी देती सतर्क कर जदि आउ थे एमती गाँ गाँव बोली नगर संकीर्तन कर हरे कृष्ण महामंत्र कीर्तन कर तुम मान धर्म परिवर्तन कर हिंदू को मुसलमान कर घर जड़े दो गंगारे भसई दो एमती विभिन्न प्रकार चेतावनी देते ना चैतन्य महाप्रभु जिते खबर पाइले से बहुत दुख अनुभव कले भयंकर क्रोध प्रकाश कले सिंह भाया प्राय समस्त भक्त मान घरे घरे भक्त मान को पठे समस्त को आदेश देते समस्ते मसाला धरिक आस नगर शोभा यात्रा करवा और काजी की निश्चित भाव शिक्षा देवा पड़ो प्रकृत में हरिनाम शक्ति केते काजी काजी जन देवा पड़ो कि हरिनाम को विरुद्ध कले हरिनाम को विरुद्ध कले भक्त मान को विरुद्ध कले तार परिणाम कौन हुए आज शिक्षा दो तेणु आज एमती नगर संकीर्तन आज हजार हजार कोटी कोटी लोक देवादेवी माने देवता रूप लोक मनुष्य रूप देवी माने स्त्री लोक रूप आज कीर्तन भाग नहीं कि देवता पुष्पवृष्टि कर भक्त मान चैतन्य महाप्रभुर कोमल चरण को आघात न हो एमती चली था अर्बुद नग रिया नदिया रे कृष्ण रसे उन्माद होइले सबाकारे हजार हजार कोटी कोटी लोक नदिया ग्राम रे नदिया नगर रे
ରାଜ ରାସ୍ତାରେ, କୃଷ୍ଣ ରସରେ, କୃଷ୍ଣ ପ୍ରେମରେ, ନାମ ରସରେ ଆଜି ଉନ୍ମାଦ ଭଳିଆ କୀର୍ତ୍ତନ କରି କରି ଚାଲିଛନ୍ତି। କୁଆଡ଼କୁ ଚାଲିଛନ୍ତି ନା କାଜିର ନଗରିଆ, କାଜିର ଯୋଉ ରାଜପାଲାସ ଥିଲା ବା ରାଜର ଯୋଉ ଘର ଥିଲା ସେଆଡ଼କୁ ଚାଲିଛନ୍ତି। ରାଜ୍ୟରେ ଯୋଉ କାଜିର ସାଧାରଣ ମୁସଲମାନ ଲୋକମାନେ ତାକୁ କ'ଣ କହନ୍ତି ବଙ୍ଗଳା, ସୁନ୍ଦର ବଙ୍ଗଳା ଆଡ଼କୁ ଚାଲିଛନ୍ତି। କେହ ନାଚେ କେହ ଗାୟ, କେହ ବୋଲେ ହରି, କେହ ଗଡ଼ା ଗଡ଼ି ଯାୟ ଆପନା ପାଶରି। କିଏ ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରିକି ହରେ କୃଷ୍ଣ ମହାମନ୍ତ୍ରର ସ୍ୱାସ୍ୱାଦନ କରି ଆଜି ତଳେ ଗଡ଼ି ଯାଉଛନ୍ତି, କିଏ କାନ୍ଦି ପକାଉଛନ୍ତି, କିଏ ଗଡ଼ାଗଡ଼ି ହଉଛନ୍ତି, ଆଉ ଅନ୍ୟ କିଛି ଭକ୍ତମାନେ ବାଦ୍ୟଯନ୍ତ୍ର ବଜାଉଛନ୍ତି, କିଛି ଗାଉଛନ୍ତି, ଏମିତି ଚାଲିଛନ୍ତି। କେହ କେହ ନାନା ମତେ ବାଦ୍ୟ ବାୟ ମୁଖେ, କେହ କାର କାନ୍ଧେ ଉଠେ ପରାନନ୍ଦ ସୁଖେ। କେହି କେହି ବାଦ୍ୟ ବଜାଉଛନ୍ତି, କିଏ କିଏ ମୃଦଙ୍ଗ ବଜାଉଛନ୍ତି, କିଏ କରତାଳ ବଜାଉଛନ୍ତି, କିଏ ଝାଞ୍ଜ ବଜାଉଛନ୍ତି, କିଏ ତୁରୀ ବଜାଉଛନ୍ତି, ଆଉ କିଏ କିଏ ଆନନ୍ଦରେ ଖୁସିରେ ଅନ୍ୟ ଜଣେ କାନ୍ଧକୁ ଉଠି ଯାଉଛନ୍ତି। ସେ ତା କାନ୍ଧକୁ ଉଠି ଯାଉଛି, ସେ ତା କାନ୍ଧକୁ ଉଠି ଯାଉଛି, କାନ୍ଧକୁ ଉଠି ମଧ୍ୟ ଆଜି ବହୁତ ଆନନ୍ଦରେ ପରାନନ୍ଦ ପରମାନନ୍ଦରେ ବୈକୁଣ୍ଠରେ ଯୋଉ ଆନନ୍ଦ ଆଜି ସେ ଆନନ୍ଦରେ ଆଜି କେମିତି କାହିଁକି ନା ବୈକୁଣ୍ଠାଧିପତି ଆଜି ସ୍ୱୟଂ ବିରାଜମାନ ଅଛନ୍ତି। ସ୍ୱୟଂ ନାରାୟଣ ସ୍ୱୟଂ ବିଷ୍ଣୁ ଆଜି ବିରାଜମାନ ଅଛନ୍ତି, ନଗର ସଂକୀର୍ତ୍ତନ କରୁଛନ୍ତି ଭକ୍ତମାନଙ୍କ ସହିତ। ସେଥିପାଇଁ ସେଟା ମଧ୍ୟ ଆଜି ବୈକୁଣ୍ଠରେ ପରିଣତ ହେଇଛି। ଆଉ ସମସ୍ତେ ପରାନନ୍ଦ ଅର୍ଥାତ୍ ସମସ୍ତେ ସେ ମହାନନ୍ଦକୁ ଆସ୍ୱାଦନ କରି ହରିନାମେ କି ରସ ଅଛି ପାନ କଲା ଲୋକ ସୁନା ଜାଣିଛି। ହରିନାମ କରୁଛନ୍ତି, ହରିନାମ ରସ ସମସ୍ତେ ହରିନାମର ରସକୁ ସମସ୍ତେ ପାନ କରୁଛନ୍ତି। ହରିନାମର ଯୋଉ ରସ ଆନନ୍ଦ ଅଛି ସମସ୍ତେ ପାନ କରୁଛନ୍ତି। ତେଣୁ ପରମାନନ୍ଦରେ ପରମ ଖୁସିରେ ଆଜି ସମସ୍ତେ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ ସମସ୍ତେ କୀର୍ତ୍ତନ କରିକି ଆନନ୍ଦରେ ଚାଲିଛନ୍ତି କାଜି ବା ମୁସଲମାନ ରାଜାଙ୍କର ଉଆସ ଆଡ଼କୁ। କେହ କାର ଚରଣ ଧରିଆ ପଡ଼ି କାନ୍ଦେ, କେହ କାର ଚରଣ ଆପନ କେଶ ବାନ୍ଧେ। କେହି କେହି ଭାବରେ ପ୍ରେମରେ ଆସି କିଏ କାର ଚରଣରେ ପଡ଼ିଯାଏ, କିଏ କାର ଚରଣରେ ପଡ଼ି କାନ୍ଦେ, କିଏ କାହା ଚରଣ କେଶ ସବୁ କାହାର ବଡ଼ ବଡ଼ କେଶ ଥାଏ ତା ଗୋଡ଼ରେ ବାନ୍ଧି ଦଉଥାନ୍ତି। ଏମିତି ରସ ରଙ୍ଗରେ ସମସ୍ତେ ଚାଲିଥାନ୍ତି। କେହ ଦଣ୍ଡବତ ହୟ କାହାର ଚରଣୀ, କେହ କୁଲା କୁଲିବା କରଏ କାର ସନେ। କେହି କେହି ଅନ୍ୟ ଜଣକୁ ଦଣ୍ଡବତ କରନ୍ତି, କିଏ କାହାକୁ ଅନ୍ୟ ଜଣକୁ କୋଳେଇ ନିଅନ୍ତି, କୁଳାଗ୍ରତ କରନ୍ତି। ଯେମିତି ଚାଲିଥାଏ। କେହ ବୋଲେ ମୁହିଁ ଏହି ନିମାଇ ପଣ୍ଡିତ, ଜଗତ ଉଦ୍ଧାର ଲାଗି ହୋଇନୁ ବିଦିତ। ଆଉ କେହି କେହି କୁହନ୍ତି ଏ ମୁଁ ନିମାଇ ପଣ୍ଡିତ,
ଜଗତ ଉଦ୍ଧାର ପାଇଁ ମୁଁ ଆଜି ପ୍ରକଟ ହେଇଛି, ଅବତାର ନେଇଛି ଜଗତ କଲ୍ୟାଣ ମଙ୍ଗଳ ଉଦ୍ଧାର କରିବା ପାଇଁ। ଏମିତି କେହି କେହି ମଧ୍ୟ ଭାବରେ ଆସି ଖୁସିରେ ଆନନ୍ଦରେ ମଜାରେ କହିଦିଅନ୍ତି। କେହ ବୋଲେ আমি শ্বেত দ্বীপের বৈষ্ণব, কেহ ବୋଲେ আমি ବୈକୁଣ୍ଠେର ପାରିଷଦ। କେହି ଭକ୍ତମାନେ ହୁଙ୍କାର କରି ଆନନ୍ଦରେ ଖୁସିରେ କୁହନ୍ତି ଆମେ ସେଇ ଶ୍ଵେତଦ୍ୱୀପ ବା ବୈକୁଣ୍ଠରେ ଆମେ ହଉଛି ଭଗବାନଙ୍କର ଭକ୍ତ, ଭଗବାନଙ୍କର ପାର୍ଷଦ, ଭଗବାନଙ୍କର ଭଗବାନଙ୍କର ଭକ୍ତ ବା ବୈଷ୍ଣବ। ବିଷ୍ଣୁଙ୍କର ବିଷ୍ଣୁଙ୍କର ଭକ୍ତକୁ ବୈଷ୍ଣବ କୁହନ୍ତି। ଶିବଙ୍କର ଭକ୍ତଙ୍କୁ ଶାକ୍ତ କହନ୍ତି, ଦେବୀଙ୍କର ଭକ୍ତକୁ ଶାକ୍ତ କହନ୍ତି, ଶିବଙ୍କର ଭକ୍ତକୁ ଶୈବ କହନ୍ତି। ତେଣୁ ବିଷ୍ଣୁଙ୍କର ଭକ୍ତ, ଜଗନ୍ନାଥଙ୍କର ଭକ୍ତକୁ ବୈଷ୍ଣବ କୁହାଯାଏ। ତେଣୁ ସମସ୍ତେ ଆଜି ଭକ୍ତମାନେ ଭାବରେ ପ୍ରେମରେ ଆସି କହୁଛନ୍ତି ଏଇ ମୁଁ ହଉଛି ବିଷ୍ଣୁ ଲୋକର ବୈଷ୍ଣବ ବା ବିଷ୍ଣୁ ଲୋକର ଭଗବାନଙ୍କ ପାର୍ଷଦ, ଏମିତି ସବୁ କୁହନ୍ତୁନି ଏଇ ମୁଁ ବିଜେପି, ଏଇ ମୁଁ କଂଗ୍ରେସ, ନିଜକୁ ନିଜେ ସେମିତି ଆଜି ଇଏ ସମସ୍ତେ ଆଜି କ'ଣ କହୁଛନ୍ତି ଆମେ ହଉଛି ବୈଷ୍ଣବ, ଆମେ ବି ବିଷ୍ଣୁଙ୍କର ପାର୍ଷଦ, ଆମେ ବିଷ୍ଣୁଙ୍କର ଭକ୍ତ କହିକି ସମସ୍ତେ ମଶାଲ ନେଇକି ଦୌଡୁଛନ୍ତି। କେହ ବୋଲେ ଏବେ କାଜି ବେଟା କେ ନଗେଲ, লাগালি পাইলে আজি চূর্ণ কর মাথে। এহ কহে এই কাজি বেটা গেল কোথা, রাগালি পাইলে আজি চূর্ণ করো মাথা। କେହି ଭକ୍ତମାନେ ଆଗକୁ ପଳେଇ ଆସି ରାସ୍ତା ଆଗକୁ ପଳେଇ ଆସି କହୁଛନ୍ତି ଏଇ କୁଆଡେ ଗଲା ସେ କାଜି, କୁଆଡେ ଗଲା ସେ ବଦମାସ, ଆଜି ପାଇଲେ ତା ମୁଣ୍ଡକୁ ଆଜି ଫଟେଇ ଦଉ, ତା ମୁଣ୍ଡକୁ ଫଟେଇ ଆଜି ଖଣ୍ଡ ଖଣ୍ଡ କରିଦଉ। କୁଆଡେ ଗଲା ସେ ପାଜି, କୁଆଡେ ଗଲା ସେ କାଜି, ଏ ମୁକାର କୋଠା। ପାଷାଣ୍ଡି ଧରିତେ କେହ ରଡ଼ ଦିଆଯାୟ, ଧର ଧର ଏହି ପାପ ପାଷାଣ୍ଡି ପୟର। ଧର ଧର ଧର, ସେ କ'ଣ କହୁଥିଲା ଆମକୁ ଧରିବାକୁ, ତାକୁ ଧର ତାକୁ ମାର, ଧର କୁଆଡେ ଗଲା ସେ ପାଷାଣ୍ଡି, କୁଆଡେ ତାଙ୍କର ଅନୁଚର କୁଆଡେ ଗଲେ, ଧର ଧର ଆଜି ଯାହାକୁ ଦେଖ ପିଟିକି ଗୋଡ଼ ଛୁଟା କରିଦେବୁ, ପିଟିକି ଆଜି ମୁଣ୍ଡ ଫଟେଇ ଦେବୁ। ସମସ୍ତେ ଏମିତି ହୁଙ୍କାର କରୁଥାନ୍ତି। ବୃକ୍ଷେର ଉପରେ ଗିଆ କେହ କେହ ଚଢ଼େ, ସୁଖେ ପୁନ ଗିଆ ଲମ୍ଫ ଦିଆ ପଡ଼େ। ରାଜରାସ୍ତାରେ ଦୁଇ ପାଖରେ ବହୁତ ଆମ୍ବ ଗଛ, ପଣସ ଗଛ, ବିଭିନ୍ନ ପ୍ରକାର ଗଛ ସବୁ ଅଛି। ତେଣୁ ଭକ୍ତମାନେ ଖୁସିରେ ଆନନ୍ଦରେ ଆଜି କିଏ ଗଛକୁ ଚଢ଼ି ହେଉଛି, କିଏ ଆମ୍ବ ଗଛକୁ ଚଢ଼ି ହେଉଛି, କିଏ ପଣସ ଗଛ ଚଢ଼ି ହେଉଛି, କିଏ ନଡ଼ିଆ ଗଛକୁ ଚଢ଼ି ହେଉଛି, ଚଢ଼ିକି ସବୁ ପୁଣି ଡିଆଁ ମାରୁଛନ୍ତି ରାଜରାସ୍ତା। ଏମିତି ଖୁସିରେ ସମସ୍ତେ ଖୁସିରେ ଆନନ୍ଦରେ ଆଜି ବିଜେ କରୁଥାନ୍ତି କାଜିର ଉଆସ ଆଡ଼କୁ। ପାଷାଣ୍ଡିର କ୍ରୋଧ କରି କେହ ଭାଙ୍ଗେ ଡାଲ, କେହ ବୋଲେ ଏହି ମୋହି ପାଷାଣ୍ଡିର କାଲ। କାଜି ଉପରେ କ୍ରୋଧ କରି ତାପରେ ରାଗି କ'ଣ କରୁଛନ୍ତି ନା ଗଛର ଡାଳକୁ ଭାଙ୍ଗି ପକାଉଛନ୍ତି। ହେ କାଜି ଆଜି ମାରିଦେବୁ, ଆଜି ପିଟିଦେବୁ, କୁଆଡ଼େ ଗଲୁ, ସେ ଡାଳ ଭାଙ୍ଗିକି ଧରିକି ଚାଲିଛନ୍ତି ସବୁ। ଆଜି ଆମେ ଆଉ କିଏ କିଏ କହୁଛନ୍ତି ଆମେ ଆଜି ସେ କାଜିର ସେ ପାଷାଣ୍ଡିର ଆମେ ଆଜି କାଳ,
ଆଜି ଯମ ତାକୁ ଦେଖିଦବୁ ଆଜି ସବୁ ହୁଙ୍କାର କରିକି ଚାଲିଛନ୍ତି। ପାଷାଣ୍ଡୀ ମାନେ, ପାଷାଣ୍ଡୀର ଅର୍ଥ ହଉଛି, ପାଷାଣ୍ଡୀର ଅର୍ଥ କଣ କିଏ କହିପାରିବ? ପାଷାଣ୍ଡୀର ଅର୍ଥ ଯିଏ ଯୋଉମାନେ ବ୍ରହ୍ମ ସମାନ ମନ ଭାବେ ସେ ପାଷାଣ୍ଡୀ। କଣ ହେଇଛି? ଦେବାଦେବୀ ଯିଏ ଆଉ ଭଗବାନ ଭଗବାନ ଶ୍ରୀକୃଷ୍ଣଙ୍କୁ ସମାନ ଭାବରେ ଭାବେ ତାକୁ ପାଷାଣ୍ଡୀ କୁହାଯାଏ। ହଉ, ପାଷାଣ୍ଡୀ ଅନ୍ୟ ଅର୍ଥରେ ଯେ ବଦମାସ, ଯିଏ ଯାଉ ଯାହାର ପ୍ରକୃତରେ ଜ୍ଞାନ ନଥାଏ, ଜ୍ଞାନୀ। অলৌকিক শব্দ কেহ উচ্চ করিবলে, যমরাজা বান্ধিয়া নিরেত কেহ চলে। କେହି ଅଲୌକିକ ଶବ୍ଦ କରନ୍ତି, ଅଲୌକିକ ଶବ୍ଦ କରି ଆଉ ଗର୍ଜନ ତର୍ଜନ କରି ଚାଲିଥାନ୍ତି, କହୁଥାନ୍ତି ଆଜି ମୁଁ ଯମରାଜ, ଆମେ ସବୁ ଯମରାଜ, ହେ ଚିତ୍ରଗୁପ୍ତ ଆକୁ ବାନ୍ଧିବୁ, ଆଜି ଦଣ୍ଡ ଦେବୁ, ଏମିତି କହି ଚାଲିଥାନ୍ତି। ହେ ଯମରାଜ, ଏ ଚିତ୍ରଗୁପ୍ତ, ଯମରାଜ ଦଣ୍ଡ ଦେବାକୁ ଯାଉଛି, ଏ ଚିତ୍ରଗୁପ୍ତ ପାପର ସବୁ ଚିତ୍ରକୁ ଆଜି, ପାପ ପୁଣ୍ୟର ଚିତ୍ରକୁ ଯିଏ ଲୁକେଇକି ରଖିଥାନ୍ତି, ବିଚାର ସମୟରେ ପ୍ରମାଣ ଦେଖାନ୍ତି, ଆମେ ଆଜି ଚିତ୍ରଗୁପ୍ତ ସହିତ ଯମରାଜ ସହିତ ଯାଉଛୁ, ତାର ବିଚାର କରିବୁ କାହାର କାର୍ଯ୍ୟର। ଏ ଯୋଉ ଖୁସିରେ ଆନନ୍ଦରେ ସବୁ ଚାଲିଥାନ୍ତି ଭକ୍ତମାନେ, ହଜାର ହଜାର ଲକ୍ଷ ଲକ୍ଷ ବୃତ ବୃତ ଲକ୍ଷ ଅବୃତ ଅବୃତ ଦେବତା ମାନେ ପଳେଇ ଆସିଛନ୍ତି ଆଉ। বৈকুণ্ঠ নায়ক তোরি সচি ঘরে, আপনে কীর্তন করে নগরে নগরে। আজ স্বয়ং বৈকুণ্ঠনাଥ ନାରାୟଣ ସ୍ୱୟଂ ଆଜି ନଦିଆରେ ପ୍ରକଟ ହୋଇ ସ୍ୱୟଂ ଆଜି ତାଙ୍କର ନାମକୁ ଆଜି କୀର୍ତ୍ତନ କରୁଛନ୍ତି। যে নাম প্রভাবে তর ধর্মরাজ যম, যে নামে তরিল যা পীড় বিপ্রধাম। ଏ ବୈକୁଣ୍ଠାଧିପତି ନାରାୟଣ ବିଷ୍ଣୁ ଆଜି ସ୍ୱୟଂ ତାଙ୍କର ନାମକୁ ଆଜି ଗାଇ ଗାଇ କୀର୍ତ୍ତନ କରି କରି ଚାଲିଛନ୍ତି। ପୁଣି କୃଷ୍ଣ ବୃନ୍ଦାବନ ଦାସ ଠାକୁର କହୁଛନ୍ତି କି ଯେ ନାମ ପ୍ରଭାବେ ତୋର ଧର୍ମରାଜ ଯମ, ଧର୍ମରାଜ ଯମରାଜ ନାମ ପ୍ରଭାବରେ, ଯେ ନାମେ ତରିଲ ଜାମ୍ବିଳ ବିପ୍ରଧାମ, ନାମ ପ୍ରଭାବରେ ଆଜି ସୂର୍ଯ୍ୟଙ୍କ ପୁତ୍ର ଯମରାଜ ରୂପରେ ନିଯୁକ୍ତି ପାଇଛନ୍ତି। ସେଇ ନାମ ପ୍ରଭାବରେ ଅଜାମିଳ ଆଜି ଭଗବାନଙ୍କୁ ପ୍ରାପ୍ତି ହେଲା। ହେନ ନାମ ସର୍ବମୁଖ ପ୍ରଭୁ ବୁଲାଇଲା, ଉଚ୍ଚାରଣେ ଶକ୍ତି ନାହିଁ ସେ ତାହା ଶୁଣିଲା। ତେଣୁ ଆଜି ଚୈତନ୍ୟ ସେଇ ବିଷ୍ଣୁ ବା ନାରାୟଣ
ଆଜି ବା କୃଷ୍ଣ ସ୍ୱୟଂ ମହାପ୍ରଭୁ ରୂପରେ ଆସି ଚୈତନ୍ୟ ମହାପ୍ରଭୁ ରୂପରେ ଆସି ଆଜି ଉଚ୍ଚ ସ୍ୱରରେ ତାଙ୍କର ନାମ କୀର୍ତ୍ତନ କରୁଛନ୍ତି। ଆଉ ସେଇ ଦେବତା ମାନଙ୍କୁ ତାଙ୍କର ଭକ୍ତ ମାନଙ୍କୁ ସେ ନାମ ଜପ କରୁଛନ୍ତି, ସେ ନାମ କୀର୍ତ୍ତନ କରୁଛନ୍ତି। ସେଥିପାଇଁ ସେଥିପାଇଁ ପଢିବା ପ୍ରାଣୀ ମାତ୍ର କାରେ ଯଦି କରେ ଅଧିକାର, ମୋର ଦୋଷ ନାହିଁ ତବେ କରିବ ସଂହାର। ଏ ନାମ ପ୍ରଭାବରେ ହରିନାମ କରିକି ଯାଉଛନ୍ତି ନଗରରେ, ଯେଉଁମାନଙ୍କର ଶ୍ରବଣ ଶକ୍ତି ନାହିଁ, ଯେଉଁମାନେ ଶ୍ରବଣ ଶକ୍ତି ନାହିଁ ମାନେ ଯେଉଁମାନେ ଶୁଣିପାରନ୍ତି ନାହିଁ, କିଛି ଲୋକ ଶୁଣିପାରନ୍ତି ନାହିଁ, ତାଙ୍କୁ ବଧିରା କୁହାଯାଏ। ସେମାନେ এই ଉଚ୍ଚ ଧ୍ୱନି ମହାପ୍ରଭୁଙ୍କର ଭକ୍ତମାନେ ଯେଉଁ ସଂକୀର୍ତ୍ତନ କରିକି ଯାଉଛନ୍ତି, ହରିନାମ କରିକି ଯାଉଛନ୍ତି, ସେମାନେ ଆଜି କ'ଣ କରିଛନ୍ତି ନା ତାଙ୍କର କାନ ଠିକ ହେଇଛି, ସେମାନେ ହରିନାମ ଶୁଣିପାରୁଛନ୍ତି। ଏ ନାମ ପ୍ରଭାବରେ ତାଙ୍କର କର୍ଣ୍ଣ ମଧ୍ୟ ଠିକ ହେଇଛି। ଉଚ୍ଚାରଣ ଶକ୍ତି ନାହିଁ, ସେ ତାହା ଶୁଣିଲା। ଯେ ଉଚ୍ଚାରଣ କରିବାକୁ ଶକ୍ତି ନାହିଁ, ଶୁଣିବାକୁ ଶକ୍ତି ନାହିଁ, ସେ ଆଜି ଶୁଣିବାକୁ ଶୁଣିପାରୁଛି। ସେ ଆଜି ଜାଣିପାରୁଛି କ'ଣ ଆଜି ଗୋଟେ ହଉଛି ବୋଲି। ପ୍ରାଣୀ ମାତ୍ର କାରେ ଯଦି କରେ ଅଧିକାର, ମୋର ଦୋଷ ନାହିଁ ତବେ କରିବି ସଂହାର। ପ୍ରାଣୀ ମାତ୍ର କାରେ ଯଦି କରେ ଅଧିକାର, ମୋର ଦୋଷ ନାହିଁ ତବେ କରିବି ସଂହାର। ঝাটু কহ গিয়া যথা আছে চিত্রগুপ্ত, পাপীর লিখন সব ঝাট করলুপ্তম। ଯେଉଁମାନେ ହରିନାମ କରୁନାହାନ୍ତି ବା ହରିନାମ ଶ୍ରବଣ କରୁନାହାନ୍ତି, ସେମାନଙ୍କୁ ମୁଁ ସଂହାର କରିବି। ଅର୍ଥାତ୍ ଯେଉଁମାନେ ପ୍ରକୃତରେ ହରିନାମ କରନ୍ତି ନାହିଁ, ଭକ୍ତି କରନ୍ତି ନାହିଁ, ଯେଉଁମାନେ କଳିଯୁଗର ଯୁଗ ଧର୍ମକୁ ମଧ୍ୟ ପାଳନ କରନ୍ତି ନାହିଁ, ବା ହରିନାମରେ ଯେଉଁମାନଙ୍କ ରୁଚି ନାହିଁ, ଭକ୍ତିରେ ଯେଉଁମାନେ ରୁଚି ନାହିଁ, ରସ ନାହିଁ, ସେମାନଙ୍କୁ ଅସୁର ପ୍ରକୃତିର ଲୋକ କୁହାଯାଏ। ଅସୁର ପ୍ରକୃତିର ଲୋକ। ତେଣୁ ସେ ଅସୁର ପ୍ରକୃତିର ଲୋକଙ୍କୁ ଚୈତନ୍ୟ ମହାପ୍ରଭୁ କହୁଛନ୍ତି, ମୋର ଦୋଷ ନାହିଁ, ମୋତେ ଦୋଷ ଦେବ ନାହିଁ, ମୁଁ ସେମାନଙ୍କୁ ସଂହାର କରିବି। ପ୍ରକୃତିରେ ଯେଉଁମାନେ ଜପ ତପ ହରିନାମ ନ କରନ୍ତି, ସେମାନଙ୍କୁ କାଳ କ'ଣ କରେ, ସେମାନଙ୍କୁ ନଷ୍ଟ କରିଦିଏ। ନଷ୍ଟ କରିକି ସେମାନଙ୍କୁ ଯମରାଜ ପାଖକୁ ପଠାଏ। ଆଉ ଯେଉଁମାନେ ଶ୍ରଦ୍ଧାର ସହିତ ନାମ କରୁଛନ୍ତି, ଆଜି ସଂକୀର୍ତ୍ତନରେ ଭାଗ ନେଇଛନ୍ତି, ମହାପ୍ରଭୁଙ୍କ ଏ ନଗର ସଂକୀର୍ତ୍ତନରେ ଭାଗ ନେଇଛନ୍ତି, ଆନନ୍ଦରେ ଖୁସିରେ ନୃତ୍ୟ କରି କରିକି, ଗୀତ ଗାଇ ଗାଇ ବା ହରିନାମ କରି କରିକି ଆଜି ଯାଉ ହରିନାମ କରିକି ଚାଲୁଥାନ୍ତି ବା ଯାଉଛନ୍ତି, ଚୈତନ୍ୟ ମହାପ୍ରଭୁ ସେମାନେ କ'ଣ କହୁଛନ୍ତି? ବୃନ୍ଦାବନ ଦାସ ଠାକୁର କହୁଛନ୍ତି, ঝাটু কহ গিয়া সবে আছে চিত্রগুপ্ত, পাপীর লিখন সব
ଝାଟକର ଲୁପ୍ତମ୍। ବୃନ୍ଦାବନ ଦାସ ଠାକୁର କହୁଛନ୍ତି କି ଯେଉଁମାନେ ପାପ କରିଛନ୍ତି କିନ୍ତୁ ଆଜି ହରିନାମ କରୁଛନ୍ତି, ହରିନାମ ହରେ କୃଷ୍ଣ ମହାମନ୍ତ୍ର ଜପ କରିକି ନଗର ସଂକୀର୍ତ୍ତନରେ ଶୋଭାଯାତ୍ରାରେ ଯାଉଛନ୍ତି, ଚିତ୍ରଗୁପ୍ତ ସେମାନଙ୍କର ଯେତେକ ପାପ ସବୁ ଝାଡୁ କରିକି ସଫା କରିଦେବ, କିଛି ରଖିବନି। ଅର୍ଥାତ୍ ସେମାନଙ୍କ ଖାତାରୁ ତାଙ୍କର ଯୋଉ ପାପ କରିଥିବା ପାପ ଗୁଡାକ ଲିଷ୍ଟ ଗୁଡାକ ଡିଲିଟ୍ କରିଦେବ ବା ସଫା କରିଦେବ। ପାପୀର ଲିଖନ ସବ ଝାଟକର ଲୁପ୍ତ। ପାପୀ ମାନଙ୍କର ଯୋଉ ଲେଖା ହେଇଛି ପାପ ଗୁଡାକ ଚିତ୍ରଗୁପ୍ତ ଆଦେଶ ଦଉଛନ୍ତି, ଯେଉଁମାନେ ଏ ହରିନାମ କରିକି ମୋ ସହିତ ଆସୁଛନ୍ତି, ଶୋଭାଯାତ୍ରା ଆସୁଛନ୍ତି, ତମେ ପାପକୁ ନଷ୍ଟ କରିଦେବ, ଝାଡୁ କରି ସଫା କରିଦେବ। କାହିଁକି ନା ହରିନାମ କୃଷ୍ଣ ନାମ ଯେତେ ଦୂର ଯାଏ, ଗୋହତ୍ୟା ବ୍ରହ୍ମ ହତ୍ୟା ଦୋଷ ଛାଡ଼ି ଚାଲିଯାଏ। ହରିନାମ କରୁଥିବ, ହରେ କୃଷ୍ଣ ମହାମନ୍ତ୍ର ପ୍ରଭୁଙ୍କର ନାମ କୀର୍ତ୍ତନ ଭଜନ କରୁଥିବ, ନିଶ୍ଚିତ ଭାବରେ ସେ ଜାଗା ଶୁଦ୍ଧ ହେଇଯାଏ, ପବିତ୍ର ହେଇଯାଏ, ଆଉ ବଡ଼ ବଡ଼ ପାପ ମଧ୍ୟ ସେ ଜାଗା ଛାଡ଼ି ଚାଲି ଯାଆନ୍ତି। ନାମ ଯଜ୍ଞ ମହାଯଜ୍ଞ କଳୌ କଳମସ ନାଶନ, କୃଷ୍ଣ ଚୈତନ୍ୟ ପ୍ରୀତି ଅର୍ଥେ ନାମ ଯଜ୍ଞ ସମର୍ପଣ। ନାମ ଯୋଗ ହଉଛନ୍ତି ମହାଯଜ୍ଞ, କଳମସ ନାଶନ। ଏ ହରେ କୃଷ୍ଣ ମହାମନ୍ତ୍ର ଯେ ହଉଛନ୍ତି ମହାଯଜ୍ଞ। ଯଦି ଘରେ 2 ଜଣ 3 ଜଣ 4 ଜଣ 5 ଜଣ ମିଶି 5 ମିନିଟ୍ ହଉ 10 ମିନିଟ୍ ହଉ କି ଅଧଘଣ୍ଟାଟେ ହଉ କି ଘଣ୍ଟାଟେ ହଉ ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରିଦେଲେ, ତାହେଲେ ବଡ଼ ଯଜ୍ଞଟେ କରିଦେଲେ, ମହାଯଜ୍ଞ। ଏହି ଯଜ୍ଞର କ'ଣ ହବ ନା କଳି ଯୁଗରେ ସେ କଳମସ ଦୋଷ ଗୁଡାକ ନଷ୍ଟ ହେଇଯାଏ। ଶ୍ରୀକୃଷ୍ଣ ଚୈତନ୍ୟ ପ୍ରୀତି ଅର୍ଥେ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କର ପ୍ରୀତି ପାଇଁ, ତାଙ୍କର ଖୁସି ଆନନ୍ଦ ପାଇଁ ନାମ ଯଜ୍ଞ ସମର୍ପଣ। এই ନାମ ଯଜ୍ଞ କଲେ ବା ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ ଭଜନ କଲେ ଭଗବାନ ଅତି ଶୀଘ୍ର ପ୍ରସନ୍ନ ହେଇଯାଆନ୍ତି, ଖୁସି ହେଇଯାଆନ୍ତି। ସେଥିପାଇଁ କୁହାଯାଇଛି, କ'ଣ କୁହାଯାଇଛି? ପଞ୍ଚରାତ୍ରି ଦ୍ୱାପର ଯୁଗରେ ପଞ୍ଚରାତ୍ରି ବିଧିବିଧାନରେ ପୂଜା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କଳି ଯୁଗରେ ମହାମନ୍ତ୍ର ଦ୍ୱାରା ହରିକୀର୍ତ୍ତନ ଦ୍ୱାରା ଭଗବାନଙ୍କୁ ଖୁସି ପ୍ରସନ୍ନ କରିପାରିବ, କେବଳ ମହାମନ୍ତ୍ର ଦ୍ୱାରା, ଅନ୍ୟ କୌଣସି ଉପାୟ ନୁହେଁ। ପୂଜା ଅର୍ଚ୍ଚନାରେ ଭଗବାନ ଏତେ ପ୍ରସନ୍ନ ହୁଅନ୍ତି ନାହିଁ, ଯେତିକି ପ୍ରସନ୍ନ ହୁଅନ୍ତି ନାମରେ। ସେଥିପାଇଁ ପୂଜାରେ ବେଶୀ ସମୟ ବ୍ୟତୀତ କରିବା କଥା ନୁହେଁ, କିନ୍ତୁ ନାମ ଜପରେ সময়ଟା ଅଧିକ ପ୍ରଭାବ, ନାମ ଜପରେ সময়ଟା ଅଧିକ ବ୍ୟବହାର କରିବେ। ଯାହା ଯେମିତି ପୂଜା କରି ବସିକି ପ୍ରଭୁଙ୍କର ନାମ ଜପ କରିବେ। କଳୌ ନାମ ମାତ୍ରେଣ ପୂଜ୍ୟନ୍ତେ ଭଗବାନ ହରି ବା କଳୌ ନାମ ମାତ୍ରେଣ ତୁଷ୍ୟନ୍ତେ ଭଗବାନ ହରି। କଳି ଯୁଗରେ ନାମରେ ଭଗବାନ ଅତି ଜଲ୍ଦି ଶୀଘ୍ର ପ୍ରସନ୍ନ ହୁଅନ୍ତି, ଖୁସି ହୁଅନ୍ତି, ଯେତିକି ପୂଜାରେ ଖୁସି ହୁଅନ୍ତି ନାହିଁ। এই କଥା ଏଠି କୁହାଯାଇଛି। যে নাম প্রভাবে তীর্থ রাজবারণাসী, যাহা গায় শুদ্ধ সত্ত্ব শ্বেত উপবাসী।
जहाँ का नाम प्रभाव रे तीर्थराज वाराणसी तीर्थराज तीर्थराज अच्छा सब तीर्थ मान राजा तीर्थराज से नाम प्रभाव रे सी भी नाम प्रभाव शुद्ध होती तीर्थराज जहा गाय शुद्ध सत्व श्वेत दीपवास ये श्वेत दीपवासी ये भक्त माने जो हरिनाम करी जाउछंती हरे कृष्ण महामंत्र कीर्तन करी जाउछंती से नाम प्रभाव रे तीर्थराज मध्य पवित्र शुद्ध होई सर्ववन्द्य महेश्वर ये नाम प्रभावे एन नाम सर्वलोके सुनावले सर्वे जो नाम प्रभाव रे शिव शिवजी नाम प्रभाव रे तांको मध्य विष किछि मध्य करि पारला नहीं ये नाम कर शिव नाम करथिबारो तांको हळहळ विष मध्य ताकर किछि क्षति करि पारला नहीं नाम प्रभाव जान शिवनिको कालकूट फल दिन आमिको नाम प्रभाव रे हरिनाम कर राम नाम कर शिवाजी कौन करते कालकूट विष किसी पारला ना अमृत भाया फल देला वाड़े वर्ष से पुणी आउ थे कहुई सर्ववन्द्य महेश्वर जे नाम प्रभावे हेन नाम सर्वलोके सुने बोले सर्वे हेन नाम लय छाड़ सर्वोपकार अज विश्वम्भर नहे करिबु संहार तेणु नाम चतुर्मुखे ब्रह्मा बोले कृष्ण 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 ए नाम देवता मान मध्य नाम कर बड़ बड़ देवता शिव ब्रह्मा नारद एमान मध्य आज नाम करी करी सिद्धि प्राप्त कर चतुर्मुखे ब्रह्मा बोले कृष्ण 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 चारि मुखरे ब्रह्मा जी कृष्ण 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 जप कर पंचमुखे शिव बोले राम 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 पांच मुखरे शिवजी आज राम 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 जप कर नारद आज नारायण नारायण को चारि सारा विश्व ब्रह्मांड बुलुचंती नाम लय छाड़ सर्वोपकार यदि नाम को किए आश्रय ग्रहण न करती नाम जप न करती नाम आश्रय ग्रहण न करती नाम जप न करती कौन हम हेन काले लय छाड़ सर्व अपकार सब अपकार मंगल हम भज विश्वम्बर नहे करिबो संहार आज विश्वम्बर चैतन्य महाप्रभुंकर निर्देश भजन कर कीर्तन कर ना काल तुमको निश्चित भाव संहार कर कहुई नहीं कि
उमापति जति जपि हरि नाम उमापति जति जपि हरि नाम देवंक मध्यरे देव होइछि हरि नामे कि रस अछि पान कला लोक सिना जानिछि हरि नामे कि रस अछि उमापति उमापति पति उमापति होते शिव जति से जने ज्योति से जने तपस्वी जपी हरिनाम को जपी देवंक मध्य से देव होइछंती देवादिदेव महादेव केवल ए नाम जप करी चतुर्मुख ब्रह्मा जपी हरि नाम चतुर्मुख ब्रह्मा जपी हरि नाम त्रिदेवंक मध्य स्थान पाइछि हरि नामे कि रस अछि चतुर्मुख ब्रह्मा ये हरि नाम को जप करी तीन देवता मध्य ये स्थान पाइछंती ब्रह्मा विष्णु महेश्वर जहाँ कहते केवल नाम जप करके नाम प्रभाव रे से तीन देवता मध्य स्थान पाइछ ब्रह्मा से हरिनाम के अच्छे पान कला लोक सीना जानी कही हरि नाम रस जे करिछि पान हरि नाम रस जे करिछि पान स्वर्गर अमृत तुच्छ मणिछि हरि नामे कि रस अछि पान कला लोक सीना जानिछि हरि नामे कि रस अछि हरि नाम रस पान करे जेहूँ हरि नाम रस पान करे जेहूँ हरिधामर से स्थान पाइछि हरि नामे कि रस अछि पान कला लोक सीना जानिछि हरि नामे कि रस अछि ये प्रकृत हरिनाम को जप करुछि हरिनाम रस को आस्वादन कर सारी स्वर्ग अमृत तुच्छ स्वर्ग जो अमृत अच्छा तुच्छ है कौन हरि ये नाम रस जे पान कर स्वर्ग अमृत को तुच्छ कर स्वर्ग अमृत भल लगे हरिनाम एत रस से हरिनाम रस पान करे जो हरिनाम रस पान करे जो जी हरिनाम रस पान कर हरिनाम करुच्ची हरिकीर्तन करुच्ची हरिधाम से स्थान पाई हरिधाम वैकुंठ धाम से स्थान पाई सब कहुई तापर कौन है आरोजन सर्वदिशे रण दिया जाय धर धर कोथा काजी भांडिया पड़ाय आउ किछि लोक माने बा भक्त माने जोर जोर रड़ी कर जोर जोर रे विलाप कर धर 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 मार 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 धर धर काजी को मार आरोजन सबे दिशे रड़ दिया जाए रड़ी करके कहते कौन धर 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 से काजी की धर से पासाटी की धर कुआड़ से पलि धर कुआड़ पलि से धर ताको छाड़ नहीं कुआड़े से नुचिक पलि धर धर ताको धर आज छाड़ू ना आज पिटी दबु आज मारिदेबू सब चित्कार कर सब कृष्णेर कीर्तन जे पापी नहीं माने यथा गेल से सकल पाषांडी एखने जो मैंने हरे कृष्ण महामंत्र करूना संकीर्तन करूना जप करूना कीर्तन करूना
ସେ ପାଷାଣ୍ଡୀ କୁଆଡ଼େ ଗଲେ? ଧର ଧର ସେମାନଙ୍କୁ। ଏଭଳି କରୁଛନ୍ତି। କୁଆଡ଼େ ଗଲେ ସେ ପାଷାଣ୍ଡୀକୁ? ଧର ଧର ଧର, ମାର ମାର, ଏମିତି କହି ଚାଲିଛନ୍ତି। ମାଟି ଟେକିଲାୟ କେହ ପାଷାଣ୍ଡୀ ବଲିଆ, ହରି ବୋଲି ବୁଲେ ପୁନ ହୁଙ୍କାର କରିଆ। ଏମିତି ହରିବୋଲ ହରିବୋଲ କରିକି ହୁଙ୍କାର ହେଇକି ସବୁ ଚାଲିଥାନ୍ତି, ଗର୍ଜ ତର୍ଜନ କରିକି ଚାଲିଥାନ୍ତି। ଧର ସେ ପାଷାଣ୍ଡୀକୁ, ଧର ଯିଏ ହରିନାମ କରୁନାହିଁ, ଧର ସେ ପାଷାଣ୍ଡୀକୁ, ସେ ରାକ୍ଷସକୁ, ସେ ଅସୁରମାନଙ୍କୁ ଧର, ଯେଉଁମାନେ ଭଗବାନଙ୍କ ନାମରେ ଯେଉଁମାନଙ୍କର ଭରସା ନାହିଁ, ଯେଉଁମାନେ ନାମ କରୁନାହାନ୍ତି, ଚାଲିଥାନ୍ତି ସବୁ। ଏହି ମତ କୃଷ୍ଣର ଅନୁମାଦେ ସର୍ବକ୍ଷଣ, କିବା ବୋଲେ କିବା କରେ ନାହିଁ କସ୍ମରଣ। ଆଜି ସମସ୍ତେ ଆନନ୍ଦରେ ବିଭୋର ହେଇ କିଏ କ'ଣ କରୁଛି, କିଏ କ'ଣ କହୁଛି, କାହାର ପ୍ରତି ଦୃଷ୍ଟି ନାହିଁ। ସମସ୍ତେ ଭାବ ବିଭୋର ହେଇ ହରିନାମ କୀର୍ତ୍ତନ କରି କରି, ବାଜା ବଜେଇ, ମୃଦଙ୍ଗ ବଜେଇ, କରତାଳ ବଜେଇ, ହୁଙ୍କାର କରି କରି ଆଗକୁ ଆଗକୁ ବଢୁଥାନ୍ତି। ନଗରିଆ ସକଳର ଉନ୍ମାଦ ଦେଖିଆ, ମୋର ଏ ପାଷାଣ୍ଡୀ ସପ ଜଳିଆ ପୋଡ଼ିଆ। ଯେଉଁମାନେ ରାକ୍ଷସ ପ୍ରକୃତିର ଲୋକ, ଯେଉଁମାନେ ଆସୁରିକ ସ୍ୱଭାବର ଲୋକ, ଯେଉଁମାନଙ୍କ ହରିନାମ ଶୁଣିଲେ ଯେଉଁମାନଙ୍କୁ କ୍ରୋଧ ଆସେ, ରାଗ ଆସେ, ଯେଉଁମାନେ ହରିନାମ ଶୁଣିଲେ, ଯେଉଁମାନଙ୍କର ହରିନାମ ଶୁଣିଲେ ଯେଉଁମାନେ ଧୈର୍ଯ୍ୟ ରହିପାରନ୍ତି ନାହିଁ, ସେମାନେ ଆଜି ହରିନାମ ଶୁଣି ଆଜି ହଜାର ହଜାର ଲକ୍ଷ ଲକ୍ଷ ଅବୃଦ୍ଧ ଅଖବୃଦ୍ଧ ଲୋକମାନଙ୍କୁ ଦେଖି ସେମାନଙ୍କର ବହୁତ ଓଡିଆ ଲାଗେ। ବା, ଏତେ ଲୋକ ହରିନାମ କରି ଯାଉଛନ୍ତି, ମଶାଲ ଧରି ଯାଉଛନ୍ତି, ହୁଙ୍କାର କରି ଯାଉଛନ୍ତି, ସେମାନଙ୍କର ଫ୍ୟୁଜ୍ ଉଡ଼ିଗଲାଣି, ସେମାନେ ହତାଶ ହେଇଗଲେଣି। ବା, ଜଳିଆ ମାର ଏ ପାଷାଣ୍ଡୀ ସବ ଜଳିଆ ପୋଡ଼ିଆ। ସେମାନେ ଜଳି ପୋଡ଼ିକି ବା ବା ଦେଖି ସେମାନେ ଡରିଗଲେଣି ସବୁ ପାଷାଣ୍ଡୀ ମାନେ। ସକଳ ପାଷାଣ୍ଡୀ ଗଣ মেলি মনে মনে, হুসাই করে ন কাজি আইসে এখন। ସବୁ ଯେଉଁ ପାଷାଣ୍ଡୀ ମାନେ, ରାକ୍ଷସ ପ୍ରକୃତିର ଲୋକମାନେ, ରାକ୍ଷସ ସ୍ୱଭାବର ଲୋକମାନେ, ସେମାନେ ଆଜି ଦେଖିଲେ ଯେ ଯେଉଁମାନେ କାଜୀଙ୍କ ପାଖରେ କମ୍ପ୍ଲେନ ଦେଇଥିଲେ, ସେଇମାନେ ଆଜି ନିଜକୁ ନିଜେ ଡରି ଯାଉଛନ୍ତି। କାଜୀ ପ୍ରଭାବରେ ସିଏ ଭାବିଥିଲେ କାଜୀ ଅଛି, କାଜୀ ବର୍ତ୍ତମାନ ରାଜା ଶାସନ କରୁଛି, ସେ ଯାହା କହୁ ସେଇଆ। କିନ୍ତୁ ଆଜି ପାଷାଣ୍ଡୀ ମାନେ ଦେଖୁଛନ୍ତି, ରାକ୍ଷସ ପ୍ରକୃତିର ଲୋକମାନେ ଦେଖୁଛନ୍ତି କି ଆଜି କାଜୀ ମଧ୍ୟ ବାଦ ଯିବ ନାହିଁ, କାଜୀ ମଧ୍ୟ ଆଜି ମାଡ଼ ଖାଇଲା ବା କାଜୀ ଆଜି ଗଲା। ସମସ୍ତେ ଡରି ଯାଆନ୍ତି, ପାଷାଣ୍ଡୀ ମାନେ ଡରିକି କିଛି କହିପାରୁନଥାନ୍ତି, ଭିତରେ ଭିତରେ ପୋଡ଼ିକି ଜଳିକି ମରୁଥାନ୍ତି। সকল পাষাণ্ডী গণ মেলি মনে মনে, গোসাই করে ন কাজী আইসে এখানে। কোথা যায় রঙ্গ ঢঙ্গ, কোথা যায় ডাক, কোথা যায় নাট গীত, কোথা সায়ংকাজ, কোথা যায় কলা পুতা ঘট আম্রড়া সার, এ সকল বচনের শোধিত বেধার।
যত দেখো মহাতাপ দেউটি সকল, যত দেখে হের সব ভাব কমণ্ডল, গণ্ডগোল শুনিয়া হিসে কাজে যাবে, সবার রঙ্গায় ছাপ দেখিবাও তবে, কেহ বলে মোহি তবে নিকটে থাক, নাগরিয়া সব দেউ গলা ও বাঁধিয়া, কেহ বলে চাল যাই কাজিরে কহিতে, কেহ বলে যুক্তি নহে এমন করিতে, কেহ বলে ভাই সব এক যুক্তি আছে, সবে রড় দিয়া যাই ভাবকের কাছে, আইসে করিয়া কাজী বচন তুলাই, তবে এক জনা না রইব তার ঠাই, এই মত পাষাণ্ডিয়া পনা খায় মনে, চৈতন্যর গণমত শ্রীহরি কীর্ତ୍ତনে। କିଛି ପାଷାଣ୍ଡୀ ମାନେ ଦେଖିଲେ ଏଇ ଯୋଉ ମହାନଗର ସଂକୀର୍ତ୍ତନ, ମହାନଗର ଶୋଭାଯାତ୍ରା, ଆଜି କାଜୀ ବଞ୍ଚିବାର ଉପାୟ ନାହିଁ, ସେ ବି ମରିବ, ଆମକୁ ବି ମାରିବ। ତେଣୁ କିଛି ପାଷାଣ୍ଡୀ ମାନେ ଭାବୁଛନ୍ତି ଯାଉ 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 ଆମେ କାଜୀ ପାଖରେ ସବୁ କହିଦେବା, କାଜୀ ପାଖରେ କହିଦେଲେ ସେ ସତର୍କ ହେଇଯିବ, ନହେଲେ ଆମେ ସବୁ ମାରି ପକେଇବେ। କଥାବାର୍ତ୍ତା ହଉଛନ୍ତି, ଚାଲ 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 ଆମେ କାଜୀକି କଥା କହିଦେବା, ଏମିତି ସବୁ ଆସୁଛନ୍ତି ଆଜି ନଗର ସଂକୀର୍ତ୍ତନ କରିକି, ଶୋଭାଯାତ୍ରା କରି କାଜୀ ଘରକୁ ମାଡ଼ି ଚାଲିଛନ୍ତି। ସେମାନେ ସମୁଦ୍ର ଭଳିଆ ଲହରୀ ଭଳିଆ ମାଡ଼ି ଚାଲିଛନ୍ତି, କାଜୀକି ଘରକୁ ମଧ୍ୟ ମାଡ଼ିଦେବେ। ଆଉ ଇଏ ଯୋଉ ଶୋଭାଯାତ୍ରା ଯାଉଛନ୍ତି, କାଜୀର କିଛି ରହିବନି, ଆଜି ସବୁ ଛାରଖାର କରିଦେବେ, ତାର ମଧ୍ୟ ବଞ୍ଚିବାର ଭରସା ନାହିଁ। କହିଦେ 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 କିଛି ଯୋଉ ପାଷାଣ୍ଡୀ ମାନେ କାଜୀର ଅନୁଚର ମାନେ କଥାବାର୍ତ୍ତା ହେଇକି କାଜୀ ଖବର ଦେବା ପାଇଁ କହୁଛନ୍ତି। ଆଜି କାଲି ଆକ୍ରମଣ ହବ, ପହଞ୍ଚିଗଲେଣି ପାଖାପାଖି, କାଜୀ ଘର ପାଖାପାଖି ପହଞ୍ଚିଗଲେଣି। ତେଣୁ କାଜୀକି ତାଙ୍କର ଅନୁଚର ମାନେ ସମ୍ବାଦ ଦେଲେଣି, ପ୍ରାୟ ଜଣାପଡ଼ିଲାଣି। ଚୈତନ୍ୟ ମହାପ୍ରଭୁଙ୍କର ଭକ୍ତମାନେ ଉଦଣ୍ଡ କୀର୍ତ୍ତନ ଦ୍ୱାରା ଆଜି ନଗର ଫାଟି ପଡୁଛି। ଧୀରେ 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 ଆଜି କାଜୀ ନଗର ଆଡ଼କୁ ମାଡ଼ି ଯାଉଛି ଲହରୀ ଭଳିଆ। ଆଉ ସବାର ଅଙ୍ଗତେ ସୁହେ ଶ୍ରୀଚନ୍ଦନ ମାଲା, ସମସ୍ତଙ୍କ ଅଙ୍ଗରେ ଆଜି ଚନ୍ଦନ ଚର୍ଚ୍ଚିତ, ସମସ୍ତଙ୍କ ମୁଣ୍ଡରେ ଚନ୍ଦନ ଲାଗିଛି, ଚନ୍ଦନ ଚର୍ଚ୍ଚିତ ହେଇଛନ୍ତି। ଆନନ୍ଦେ ଗାୟନ କୃଷ୍ଣ ସବେ ହଇ ଭଲ, ସମସ୍ତେ ଭୋଳ ହୋଇ ପାଗଳ ହୋଇ ସମସ୍ତେ ହରି 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 କହି ଫୁଲମାଳା ପକେଇଛନ୍ତି, ଚନ୍ଦନ ଚର୍ଚ୍ଚିତ ହେଇଛନ୍ତି। ସମସ୍ତେ ହରି 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 କୃଷ୍ଣ କୀର୍ତ୍ତନ କରି ସମସ୍ତେ କାଜୀ ଦରବାର ଆଡ଼କୁ ମାଡ଼ି ଚାଲୁଛନ୍ତି। ନଦିଆର ଏକାନ୍ତେ ନଗର ଶିମୁଳିଆ, ନାଚିତେ ନାଚିତେ ପ୍ରଭୁ ଉତରି ଲାଗିଆ। ସମସ୍ତେ ନାଚି 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 କାଜୀ
ଶିମୁଳିଆ ଛକରେ ଯେ ପହଞ୍ଚ ଅନନ୍ତର୍ବୋଧ ମୁଖେ ହରିଧ୍ୱନି ଶୁନି ଓଙ୍କାର କରିଆ ନାଚେ ନିଜ କୌଳମଣି ସେ ଛକରେ ପହଞ୍ଚିଛନ୍ତି। ଚୈତନ୍ୟ ମହାପ୍ରଭୁ ଆଜି ପୁଣି ଆଉ ଥରେ ହୁଙ୍କାର କରି ଗର୍ଜନ ତର୍ଜନ କରି ଆଜି ନୃତ୍ୟ କରୁଛନ୍ତି। সে কমল নয়ন বা কত আছে জল কতক বাধার বহে পরম ନିର୍ମଳ ସେ କମଳ ଲୋଚନ କରେ। ସେ କମଳ ଲୋଚନ ଶ୍ରୀହରି ତାଙ୍କ ଆଖିରେ କେତେ ଜଳ ଅଛି, ପ୍ରେମାଶ୍ରୁ ଆଜି ବହି ଚାଲିଛି। ସେ ପ୍ରେମାଶ୍ରୁ ବହି ଚାଲିଛି ଆଜି ଚୈତନ୍ୟ ମହାପ୍ରଭୁ ନୃତ୍ୟ କୀର୍ତ୍ତନ ରତ ପ୍ରେମା ପ୍ରେମ ଜଳ ବହି ଚାଲିଛି, ପ୍ରେମାଶ୍ରୁ ବହି ଚାଲିଛି, କାନ୍ଦୁଛନ୍ତି। ଅଷ୍ଟକ ଶକ୍ତି ବିକାର ପ୍ରକଟ ହେଇଛି। କମ୍ପ ଭାବେ ପଡ଼େ ଓଠେ ଅନ୍ତରୀକ୍ଷ ହଇତେ କାନ୍ଦେ ନିତ୍ୟାନନ୍ଦ ପ୍ରଭୁ ନ ପାରେ ଧରିତେ। ଆମେ କାଲି ଚର୍ଚ୍ଚା କରୁଥିଲୁ ଭାବ ପ୍ରେମ କଥା। ଏଇ ଚୈତନ୍ୟ ମହାପ୍ରଭୁଙ୍କର ଭାବ ପ୍ରେମକୁ ଦେଖ, ତଳେ ପଡୁଛନ୍ତି, ଉଠୁଛନ୍ତି, କାନ୍ଦୁଛନ୍ତି, ନୃତ୍ୟ କରୁଛନ୍ତି। କମ୍ପ ଭାବେ ପଡ଼େ ଉଠେ ଅନ୍ତରୀକ୍ଷ ହଇତେ, ଉପରକୁ କୁଦା ମାରୁଛନ୍ତି, ଡିଆ ମାରୁଛନ୍ତି, ତଳକୁ ପଡ଼ି ହଉଛନ୍ତି, କାନ୍ଦୁଛନ୍ତି, ତଳେ ଗଡ଼ି ହଉଛନ୍ତି। ଏଇଭଳିଆ ଅବସ୍ଥା ଦେଖି ନିତ୍ୟାନନ୍ଦ ପ୍ରଭୁଙ୍କର ଯେତେ ଚେଷ୍ଟା କଲେ ନିତ୍ୟାନନ୍ଦ ଧରି ପାରୁନାହାନ୍ତି। ଚୈତନ୍ୟ ମହାପ୍ରଭୁ ଆୟତ୍ତ କରିବା ପାଇଁ, ଭାବ ପ୍ରେମକୁ ଆୟତ୍ତ କରିବା ପାଇଁ ନିତ୍ୟାନନ୍ଦ ପାରୁନାହାନ୍ତି। ହେଉଛି ଭାବ ପ୍ରେମ। କାନ୍ଦିବ, ଡିଆ ମାରିବ, ତଳେ ପଡ଼ିଯିବ, ଗଡ଼େଇ ହବ, ସ୍ୱେଦ, କଣ୍ଠରୁଦ୍ଧ, ଶରୀର ପୁଲକ, ଏସବୁ ବିଭିନ୍ନ ପ୍ରକାର ଭାବ ଅଷ୍ଟସାତ୍ତ୍ୱିକ ବିକାର। ଯଦି ଆମମାନଙ୍କ ମଧ୍ୟରେ ଯଦି ଏଭଳି କୌଣସି ଅଷ୍ଟସାତ୍ତ୍ୱିକ ବିକାର ବାହାରି ଯାଏ, ପ୍ରକଟ ହୁଏ, ତାହେଲେ ଆମର ଅବସ୍ଥା ସେଇଆ ହବ। ନା ରୋଷେଇ କରିପାରିବୁ, ନା ପାଠ ପଢ଼ିପାରିବୁ, ନା ବହି ପଢ଼ିପାରିବୁ, ନା କ୍ଲାସ୍ କରିପାରିବୁ, ନା ମାର୍କେଟ ଯାଇପାରିବୁ, ନା କିଛି ତ କରିପାରିବନି। ଖାଲି କାନ୍ଦୁଥିବ, ଉଠୁଥିବ, ବସୁଥିବ ପାଗଳଙ୍କ ଭଳିଆ। ବସ୍ରେ ଯାଉଥିବ, ଯଦି ଭାବ ଆସିଗଲା, ପ୍ରେମ ଆସିଗଲା, ସେଇଠି ଗଡ଼ିବ, ସେଇଠି ଉଠିବ, ସେଇଠି ପଡ଼ିବ, କାହା ଉପରେ ପଡ଼ିବ, କାହା ଉପରେ ଚିଡ଼ିବ, ତା ଠିକଣା ନାହିଁ। ସେଥିପାଇଁ ଚୈତନ୍ୟ ମହାପ୍ରଭୁ ଜାଣି ଶୁଣି କଳି ଯୁଗରେ ଭାବ ପ୍ରେମଟାକୁ ଟିକେ ସୁଇଚ୍ ଅନ୍ ଅଫ୍ କରି ରଖିଛନ୍ତି। ଅନ୍ କରିଦେଲେ ଗୋଟେ ଅସୁବିଧା ହେଇଯିବ, ସବୁ ଅନର୍ଥ ହେଇଯିବ। ସେଥିପାଇଁ ନିଜେ ଭାବ ପ୍ରେମଟାକୁ ନିଜେ ଦେଖେଇଛନ୍ତି କି ଭାବ ପ୍ରେମଟା ପ୍ରକୃତରେ କ'ଣ। ସେଥିପାଇଁ ଆୟତ୍ତ କେହି କରିପାରୁନାହାନ୍ତି। ଭାବ ପ୍ରେମ ଆସିଲେ ତମକୁ କେହି ଆୟତ୍ତ କରିପାରିବେନି, କଣ୍ଟ୍ରୋଲ କରିପାରିବେନି। ଯେମିତି ଭୂତ ଲାଗିଗଲେ, ଜଣକୁ ଭୂତ ଲାଗିଗଲା, ତାକୁ କଣ୍ଟ୍ରୋଲ କରିବା ବହୁତ କଷ୍ଟ। ସେମିତି ଭାବ ପ୍ରେମରେ ଯିଏ ଭାବ ପ୍ରେମରେ ଯାହାର ପ୍ରକଟ ହେଇଛନ୍ତି ଶରୀରରେ, ତାଙ୍କୁ ମଧ୍ୟ କଣ୍ଟ୍ରୋଲ କରିବା ବହୁତ କଷ୍ଟ। ନିତ୍ୟାନନ୍ଦ ପ୍ରଭୁ ଆଜି କଣ୍ଟ୍ରୋଲ କରିପାରୁନାହାନ୍ତି କାହାକୁ? ମହାପ୍ରଭୁଙ୍କୁ। ଭାବ ପ୍ରେମରେ ଆଜି ନୃତ୍ୟ କରୁଛନ୍ତି କୋଉଠି ଛକରେ, ଶିମୁଳିଆ ଛକରେ, ବା ଜଷ୍ଟ ଆଗକୁ ଅଛି କାଜିର ଉଆସ। ସେ ସେବା হয় ମୂର୍ଚ୍ଛା ଆନନ୍ଦ ସହିତ ପ୍ରହରକୁ ଧାତୁ ନାହିଁ ତବେ ଚମକିତ। ଏମିତି ଭାବ ପ୍ରେମରେ ଆজকে ମୂର୍ଚ୍ଛା ହେଇଛନ୍ତି ଚୈତନ୍ୟ ମହାପ୍ରଭୁ, ଆନନ୍ଦରେ ମୂର୍ଚ୍ଛା ହେଇଛନ୍ତି। ପ୍ରହରକେ ସମସ୍ତେ ଭକ୍ତମାନେ ଦେଖୁଛନ୍ତି, ଧାତୁ ଅର୍ଥାତ୍ ତାଙ୍କର ଶ୍ୱାସ ପ୍ରଶ୍ୱାସ ଚାଲୁନାହିଁ ଆଉ। ସବେ ଚମକିତ, ସମସ୍ତେ ଆଶ୍ଚର୍ଯ୍ୟଚକିତ ହେଇଛନ୍ତି, ମହାପ୍ରଭୁଙ୍କ ଶ୍ୱାସ ପ୍ରଶ୍ୱାସ ବନ୍ଦ ହେଇଯାଇଛି। ଏମିତି ମୂର୍ଚ୍ଛାର ଗୋଟେ
ଭାବ ପ୍ରେମର ଏ ଗୋଟେ ଗୋଟେ ବିକାର ମୂର୍ଚ୍ଛା ହେଇଯିବ ଉଠି ପଡ଼ିବ ପାଗଳ ତ ଭକ୍ତିରେ ହଉଛି କୃଷ୍ଣଙ୍କ ପାଇଁ ପାଗଳ ଗୋପୀମାନଙ୍କ ଭଳିଆ ମହାପ୍ରଭୁଙ୍କର ଏଇଭଳି ମୂର୍ଚ୍ଛା ହେଇକି ପଡିଯାଇଛନ୍ତି ଆଉ ଧାତୁ ଅର୍ଥାତ୍ ଶ୍ୱାସପ୍ରଶ୍ୱାସ ଯାଉନି ଆଉ ଲୋକ ଆଶ୍ଚର୍ଯ୍ୟଚକିତ ହେଇଛନ୍ତି ଏହି ମତ ପୂର୍ବ ଦେଖିଆ ସର୍ବଜନ ସବେ ବୋଲେ ନ ଏହି ପୁରୁଷ ନାରାୟଣ ବନ୍ଦ କରିଦେବା ସମସ୍ତେ ଚୈତନ୍ୟ ମହାପ୍ରଭୁଙ୍କ ଚାରିପଟରେ ବେଢ଼ିକି ଅଛନ୍ତି ମହାପ୍ରଭୁ ଆଜି ମୂର୍ଚ୍ଛା ହେଇଛନ୍ତି ଆଉ ଶ୍ୱାସପ୍ରଶ୍ୱାସ ବନ୍ଦ ହେଇଛି ତ ଭକ୍ତମାନେ ଆଶ୍ଚର୍ଯ୍ୟଚକିତ ହେଇ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ସମସ୍ତେ ହରେ କୃଷ୍ଣ କୀର୍ତ୍ତନ କରୁଛନ୍ତି ତେଣୁ କାଲି ଶୁଣିବା ପହଞ୍ଚିଗଲେଣି କାଜି ଘରେ ତେଣୁ କାଲି ଆକ୍ରମଣ ହବ ପ୍ରାୟ